ପିଲାମାନେ ଆଜି ଆମେ ମ ଏବଂ ଅବର୍ଗ୍ୟଜକୁ ବ୍ୟବହାର କରି କେତେଗୁଡ଼ିଏ ଅବନା ଶବ୍ଦ ଜାଣିବା। ପ୍ରଥମେ ମକୁ ବ୍ୟବହାର କରି ଅବନା ଶବ୍ଦ ଜାଣିବା। ଏବେ ଦୁଇ ଅକ୍ଷର ବିଶିଷ୍ଟ ଶବ୍ଦ ଜାଣିବା। ମ ନ ମନ ମ ଳ ମଳ ମ ଗ ମଗ ଚ ମ ଚମ ଅବର୍ଗ୍ୟଜ ମ ଜମ। ଏବେ ତିନି ଅକ୍ଷର ବିଶିଷ୍ଟ ଅବନା ଶବ୍ଦ ଜାଣିବା। ମ ର ତ ମରତ ମ ଗ ର ମଗର ମ କ ର ମକର ମ ଟ ର ମଟର ମ ହ କ ମହକ କ ଲ ମ କଲମ ହର୍ଷଇ ଲ ମ ଇଲମ ବର୍ଗ୍ୟଜ ଖ ମ ଜଖମ ମ ହ ମ ମହମ ଗ ହ ମ ଗହମ ନ ର ମ ନରମ ଧ ର ମ ଧରମ ଗ ର ମ ଗରମ ଦନ୍ତ୍ୟସ ର ମ ସରମ କ ର ମ କରମ କ ମ ଳ କମଳ ଅ ମ ଳ ଅମଳ କ ମ ର କମର ତ ମ ର ତମର ଅ ମ ର ଅମର ଆ ମ ର ଆମର ଅବର୍ଗ୍ୟଜ ମ ବର୍ଗ୍ୟଜ ଯମଜ ଦନ୍ତ୍ୟସ ମ ୟ ସମୟ ଗ ମ ନ ଗମନ ଅବର୍ଗ୍ୟଜ ମ କ ଯମକ ଦନ୍ତ୍ୟସ ମ ର ସମର। ଏବେ ଚାରି ଅକ୍ଷର ବିଶିଷ୍ଟ ଅବନା ଶବ୍ଦ ଜାଣିବା।
म ह र ग मोहर ग द म क ळ दमकळ दन्त्यस म त ळ समतळ आ ग म न आगमन आ च म न आचमन म ह म मह हर्षौ प तालव्यस म उपसम ଏବେ ଅବର୍ଗ୍ୟଜକୁ ବ୍ୟବହାର କରି କେତେଗୁଡ଼ିଏ ଅବନା ଶବ୍ଦ ଜାଣିବା। ପ୍ରଥମେ 2 ଅକ୍ଷର ବିଶିଷ୍ଟ ଅବନା ଶବ୍ଦ ଜାଣିବା। ଅବର୍ଗ୍ୟଜ ଅ ଜ ଅବର୍ଗ୍ୟଜ ମ ଜମ ଅବର୍ଗ୍ୟଜ କ୍ଷ ଯକ୍ଷ ଏବେ 3 ଅକ୍ଷର ବିଶିଷ୍ଟ ଅବନା ଶବ୍ଦ ଜାଣିବା। ଅବର୍ଗ୍ୟଜ ବ ନ ଜବନ ଅବର୍ଗ୍ୟଜ ମ ବର୍ଗ୍ୟଜ ଯମଜ ଅବର୍ଗ୍ୟଜ ମ କ ଯମକ ଅବର୍ଗ୍ୟଜ ତ ନ ଯତନ ଏବେ 4 ଅକ୍ଷର ବିଶିଷ୍ଟ ଅବନା ଶବ୍ଦ ଜାଣିବା। ପ ଅବର୍ଗ୍ୟଜ ତାଲବ୍ୟସ ଅପଯଶ